ଦେଖ ଆଜି ଆମେ ଦେଖିବା ହେଲା ଓଡିଶାରେ ଏବେ ଯୋଉ ବର୍ଣ୍ଣିଂ ଟपिକ ଯେ ନାରୀ ନିର୍ଯାତନା ଆମେ ଦେଖିବା ଯେ କାହିଁକି ସେଟା ହଉଛି ରାଜନୀତି ସହିତ ଆମର କିଛି ବି ସମ୍ପର୍କ ନାହିଁ। ସିମ୍ପଲି ଲାଙ୍ଗୁଏଜ କହିଦଉଛି ରାଜନୀତି କଣ। ଗାଁରେ ଗୋଟେ ଗଡିଆ ଅଛି, ଗଡିଆରେ ମାଛ ଅଛି, ସବୁ ଗାଁ ଲୋକ ସେଇ ଗଡିଆ ଦେଖିକି ଯାଉଥିବେ, ସମସ୍ତଙ୍କୁ ମାଛ ଖାଇବାକୁ ଇଚ୍ଛା ଥିବ କିନ୍ତୁ କେହି ମାଛ ଧରୁନଥିବେ। ଏଇ କେତେଟା ଅଣଦେଖା ଲୋକ ଭିତରୁ କେତେ ଜଣ ଲୋକ ଯିବେ ମାଛ ଧରି ଦେଇକି ମାଗଣା ସେଠୁ ଗଡିଆରୁ ମାଛ ଧରିକି ଆଣି ସେଇ ଲୋକଙ୍କୁ ପୁଣି ପଇସା ଦେଇକି ବିକିବେ, ସେଇଟା ହେଲା ରାଜନୀତି। ସେମିତି ସୋସାଇଟିରେ ବହୁତ ସାରା ଇସ୍ୟୁ ଥାଏ, ସବୁ ଲୋକ ଅଣଦେଖା କରିକି ଯାଆନ୍ତି, ସମସ୍ତେ କୁହନ୍ତି ଏଟା ଆମ ପାଇଁ ଦରକାର ନାହିଁ, କଣ ହଉଛି ହଉ। ଏବେ ସେଇ ଲୋକଙ୍କ ଭିତରୁ କେତେଟା ଲୋକ ସେଇ ଗୋଟେ ଇସ୍ୟୁକୁ ଧରିକି ସେଇ ସେମ୍ ଇସ୍ୟୁଟାକୁ ସେଇ ସେମ୍ ଲୋକଙ୍କୁ ଭୋଟ ହିସାବରେ ବିକନ୍ତି, ସେଇଟା କୁହନ୍ତି ଆମେ ରାଜନୀତି। ତେଣୁ ରାଜନୀତି ସହିତ ଆମର କିଛି ବି ମତଲବ ନାହିଁ। ଏବେ ଦେଖିବା ଆମେ ଯେ ଏତେ ସବୁ ନାରୀ ନିର୍ଯାତନା କାହିଁକି ହଉଛି। ଆଗରୁ ଗୋଟେ ଜାଗାରେ ଥିଲା ପୁରୁଷ ବା ମେଲ, ଆଉ ଥିଲା ଫିମେଲ। ଯେତେବେଳେ ମଣିଷ ଜଙ୍ଗଲରେ ରହୁଥିଲା ସେତେବେଳେ କଣ ସେମାନେ ଜଙ୍ଗଲରୁ ପଶୁ ପକ୍ଷୀ ମାରିକି ଖାଉଥିଲେ, ଜଙ୍ଗଲରୁ ଫଳମୂଳ ଆଣି ଖାଉଥିଲେ। ଆସ୍ତେ ଆସ୍ତେ କଣ ହେଲା, ଜଙ୍ଗଲରେ ଯାହା ଯାହା ଖାଇବା ଜିନିଷ ଥିଲା ସବୁ ସରିଗଲା। ତେଣୁ ଲୋକ ଏବେ ଆସି ଗୋଟେ ଜାଗାରେ ସେଟେଲ ହେଇ ଘର କରି ରହିବାକୁ ଚାହିଁଲେ। ଆଗରୁ ବୁଲୁଥିଲେ, ଏବେ ଗୋଟେ ଜାଗାରେ ରହିବାକୁ ଚାହିଁଲେ। ତେଣୁ ସେମାନେ ଖାଇବା ପାଇଁ ସେମାନେ କଣ କଲେ, ଚାଷକୁ ଆପଣେଇଲେ। ତେଣୁ ପୁରୁଷ ଆଉ ନାରୀ ଭିତରେ ଯେତେବେଳେ ଚାଷ କରିବାକୁ ଯିବେ, ଅଧିକା ପାୱାର କାର, ଚାଷର ମ୍ୟାନ ପାୱାର ଦରକାର, ମସଲ ପାୱାର। ତେଣୁ ଓବିୟସଲି ପୁରୁଷ ଲୋକ ହିଁ ଅଧିକା ଚାଷ କରିପାରିବ। ତେଣୁ ଏଇ ପୁରୁଷ ଆଉ ସ୍ତ୍ରୀ ଲୋକଙ୍କ ଭିତରେ ସବୁବେଳେ ଡୋମିନେଟ ହେଇକି ରହିଲା କିଏ, ପୁରୁଷ ଲୋକ। ତାପରେ ପୁରୁଷ ଆଉ ସ୍ତ୍ରୀଙ୍କ ସମ୍ପର୍କ ଭିତରେ ଯାହା ପାଖରେ ଯେତେ ମଣିଷ, ଯାହା ପାଖରେ ଯେତେ ମ୍ୟାନ ପାୱାର, ସେ ସେତେ ଜମି ଚାଷ କରିପାରିବ। ସେ ସେତେ ଜମି ଚାଷ କଲେ ତା ପାଖରେ ସେତେ ହବ, ପନିପରିବା ହଉ କି ଚାଷ ହଉ ଶସ୍ୟ ହଉ, ସେ ବିକିକି ସେତେ ଧନୀ ହବ। ତେଣୁ ଧନୀ ହବା ଚକ୍କରରେ ଆକୁ ଦରକାର କଣ, ମ୍ୟାନ ପାୱାର। ଏବେ ମ୍ୟାନ ପାୱାର ଯୋଗେଇବ କିଏ, ଫିମେଲ ବା ସ୍ତ୍ରୀ ଲୋକ ହିଁ। ତେଣୁ ସେଇ ଦିନରୁ ସେମାନେ ଟର୍ଚର ହବା ଷ୍ଟାର୍ଟ ହେବେ। କାହିଁକି ନା ଆଗରୁ ଥିଲା ଏଗ୍ରିକଲଚରଟା ଆମର ଗୋଟେ ପେସା, ବା ଏବେ ଯେମିତି ଆମେ ଚାକିରି କରୁଛନ୍ତି, ଆଗରୁ ଲୋକ ସେମିତି ଏଗ୍ରିକଲଚର କରି ବ୍ୟବସାୟ କରୁଥିଲେ। ତେଣୁ ଏଇ ଏଗ୍ରିକଲଚରରେ ଯେହେତୁ ମ୍ୟାନ ପାୱାର ଦରକାର ବା ମସଲ ପାୱାର ଦରକାର ଥିଲା, ତେଣୁ ସ୍ତ୍ରୀ ଲୋକମାନେ ଟର୍ଚର ହଉଥିଲେ। ତାପରେ ଆସ୍ତେ ଆସ୍ତେ ସୋସାଇଟି ଡେଭଲପ ହେଇ ହେଇ ଚାଲିଲା, ବା ଆମର ସଭ୍ୟତା ବଢି ବଢି ଚାଲିଲା। ତେଣୁ ଆଗରୁ ଆମେ ଥିଲେ ଚାଷ ସୋସାଇଟିରେ, ବଢିକି ହେଲେ ଆମେ ଏବେ ଯୋଉ ଜବ୍ କରୁଛନ୍ତି, କିଏ ଡକ୍ଟର ହଉ, ଆଇଆଇଟି ହଉ, ଟିଚର ହଉ, ଯାହା ବି ହଉ, ଏବେ ଆମେ ଯୋଉ ଜବ୍ କରୁଛନ୍ତି ମ୍ୟାନ ପାୱାର ଦରକାର ନାହିଁ, ସେଠି କଣ ଦରକାର, ବ୍ରେନ ପାୱାର। ତେଣୁ ବ୍ରେନ ପାୱାର ମାନେ ଯଦି ମେଲ ବି ବ୍ରେନ ଅଛି, ଫିମେଲ ବି ବ୍ରେନ ଅଛି, ତେଣୁ ଯିଏ ମେରିଟରେ ହେଲା ସିଏ ଜବ୍ ପାଇବ। ଆଗରୁ କିନ୍ତୁ ଏଗ୍ରିକଲଚର ମେରିଟ କଣ ଥିଲା, ଯାହା ପାଖରେ ମସଲ ପାୱାର ଥିଲା ସିଏ ବାସ୍ ଏକ୍ସେଲ କରୁଥିଲା ବା ଟପର ହଉଥିଲା ଏଗ୍ରିକଲଚରରେ। ବର୍ତ୍ତମାନ ବ୍ରେନ ପାୱାର। ତେଣୁ ଏଇ ଟୋଟାଲ ଏଗ୍ରିକଲଚରରୁ ଏଇଠି ପହଞ୍ଚିବା ପାଇଁ ଏଇ ଟୋଟାଲ ଆମକୁ କିଏ ସାହାଯ୍ୟ କରେ, ଏଜୁକେସନ। ଆଉ ଏଇ ଟୋଟାଲ ପ୍ରୋସେସ ଟାକୁ ଆମେ କଣ କୁହନ୍ତି, ସିଭିଲାଇଜେସନ ବା ସଭ୍ୟତା। ଏଇ ସିଭିଲାଇଜେସନ ଟୋଟାଲ ଟାକୁ କିଏ ଓଭରଲୁକ୍ କରେ, ଆଗରୁ ରାଜା ମାନେ ଓଭରଲୁକ୍ କରୁଥିଲେ, ଏବେ ଗଭର୍ଣ୍ଣମେଣ୍ଟ ଓଭରଲୁକ୍ କରୁଛି। ଏବେ ଆମେ ଆଜ ଏ ମଣିଷ ହିସାବରେ ଏଇ ଟୋଟାଲ ଜର୍ଣ୍ଣି ଭିତରେ ଆମକୁ ଫାଷ୍ଟ କିଏ ସାହାଯ୍ୟ କରେ, ଫାଷ୍ଟ ଜର୍ଣ୍ଣି ଯେତେବେଳେ ଛୋଟ ଛୁଆ ଥାନ୍ତି ଆମକୁ ଆମର ସମାଜ ସାହାଯ୍ୟ କରେ, ନହେଲେ ଆମ ପ୍ୟାରେଣ୍ଟସ ବାପା ମା ସାହାଯ୍ୟ କରନ୍ତି ଏଇଠୁ ଏଇଠିକି ପହଞ୍ଚିବା ପାଇଁ। ଏଇ ଏଇ ଏଗ୍ରିକଲଚରରୁ ଏଇଠିକି ପହଞ୍ଚିବା ପାଇଁ ଫାଷ୍ଟ ପ୍ୟାରେଣ୍ଟ ସାହାଯ୍ୟ କଲେ। ତାପରେ ଆମକୁ ଧର୍ମ ସାହାଯ୍ୟ କରେ, ରିଲିଜିଅନ। ତାପରେ ସାହାଯ୍ୟ କରେ କି ଆମ ରିଲିଜିୟସ ଟେକ୍ସଟ, ଧର୍ମ ଗ୍ରନ୍ଥ କିମ୍ବା ରିଲିଜିୟସ ଗୁରୁ। ତାପରେ କିଏ ସାହାଯ୍ୟ କରେ, ଟିଚର, ଯାହା କଥା ଏବେ ଆମେ କହିବା। ତାପରେ ଲାଷ୍ଟକୁ କିଏ ସାହାଯ୍ୟ କରେ ଆମକୁ, ଆମର ବିବେକ। ବିବେକ ଆମର ତିଆରି ହବା ପୂର୍ବରୁ ବି ଏତିକି ଲୋକ ଆମକୁ ସାହାଯ୍ୟ କରନ୍ତି, ତାପରେ ଆମ ବିବେକ କାମ କରେ। ଏବେ ଦେଖ ଏଇ ସର୍କଲ ଭିତରେ ତାଙ୍କର ଗୋଟେ ମଣିଷ ଛୁଆ ଏବେ ଜନ୍ମ ହେଲା, ଜନ୍ମ ହେଇକି ଏଇଠିକି ପହଞ୍ଚିବ, ପହଞ୍ଚିଲା ଭିତରେ ଫାଷ୍ଟ ତାକୁ କିଏ ପୋଛିଦବ, ଯାହା ବି ତା ଭିତରେ ମଳିଆ ଥିବ, ସୋସାଇଟି। ପୁଣି ତା ଚିନ୍ତାଧାରା ଭିତରେ କିଛି ମଳିଆ ଥିବ, ଧର୍ମ ପୋଛିବ। ପୁଣି କିଛି ମଳିଆ ଥିବ, ଧର୍ମ ଗ୍ରନ୍ଥ ପୋଛୁ କିମ୍ବା ରିଲିଜିୟସ ଗୁରୁ ପୋଛୁ। ପୁଣି କିଛି ମଳିଆ ଥିବ, ତାପରେ ଶିକ୍ଷକ ମାନେ ପୋଛିବେ। ପୁଣି ଆହୁରି ମଳିଆ ଥିଲେ ନିଜ ବିବେକ ପୋଛିଦବ। ତାପରେ ଗୋଟେ ମଣିଷ ଗୋଟେ ସଫା ମଣିଷ ହେଇକି ବାହାରେ ସମାଜରେ। ବାକି ଏଇ ଟୋଟାଲ ଜର୍ଣ୍ଣି ଭିତରେ କେତେଟା ଲୋକଙ୍କର ମଳିଆରେ ଆହୁରି ଛିଟା ବାଜି ଦେଇଥାଏ। ଆଗରୁ ସେମାନେ ବଣ ଜଙ୍ଗଲ ପଶୁ ପକ୍ଷୀ ମାରୁଥିଲେ, ଏବେ ବି ସେମାନେ ଆମ ସମାଜ ଭିତରେ ରହିକି ପଶୁ ପକ୍ଷୀ ମାରୁଛନ୍ତି, ପ୍ଲସ ମଣିଷ ବି ମାରୁଛନ୍ତି। ସେମାନଙ୍କୁ ଆମେ କ୍ରିମିନାଲ କୁହନ୍ତି ବା ଆସାମୀ। ସେମିତି ଆଉ କେତେ ଜଣ ଲୋକ ଥାଆନ୍ତି, ସେମାନେ ଆଗରୁ ସ୍ତ୍ରୀ ଲୋକମାନଙ୍କୁ ଟର୍ଚର କରୁଥିଲେ ଚାଷ ସମୟରେ, ଏବେ ବି ସେମାନେ ସ୍ତ୍ରୀ ଲୋକମାନଙ୍କୁ ଟର୍ଚର କରନ୍ତି। ଯେମିତି ଦାଉରୀ କେସ୍ ହଉ କିମ୍ବା ରେପ୍ ହଉ, ଏବେ ବି ଚାଲିଛି। ସେମିତି ଆହୁରି କେତେଟା ମଳିଆ ବି ଲୋକଙ୍କ ଭିତରେ ଅଛି। ଆଗରୁ ଜାତି ପ୍ରଥା ଥିଲା, ଏବେ ବି ଜାତି ପ୍ରଥା ଧରୁଛନ୍ତି, ଏବେ ସେଇଟାକୁ ଆମେ କାଷ୍ଟ ସିଷ୍ଟମ କୁହନ୍ତି। ତେଣୁ ଏଇ ଟୋଟାଲ ସର୍କଲ ଭିତରେ ଫାଷ୍ଟ ଦେଖିଲେ ଆମେ ବାପା ମାଙ୍କ କଥା, ବାପା ମା ରେସ୍ପନ୍ସିବିଲିଟି। ବର୍ତ୍ତମାନ ଏବେ ଆମେ କଣ କରୁଛନ୍ତି ଦେଖିବା। ଆମେ ବର୍ତ୍ତମାନ ବାପା ମା କଣ କରୁଛନ୍ତି, 1960 ମସିହା ଆଇଡିଆ, ଆମେ ଜେଡ ଜେନେରେସନ। ତେଣୁ ତମ ଆଇଡିଆ ଆମ ପାଖରେ କାମ କରେନି। ତେଣୁ ସେମାନେ ଯାହା କହିଲେ ବି ମାନୁନାହାନ୍ତି। ନେମ୍ ଅଫ ଫ୍ରିଡମ ବା ସ୍ୱାଧୀନତା। ତାପରେ ଧର୍ମ, ଧର୍ମ ତ ଆମେ ଏମିତି କରିସାରିଲେ ହ୍ୱାଟ୍ସଆପରେ ଷ୍ଟାଟସ ଦେବାଟା ହିଁ ଧର୍ମ। ପୁରୀ ଯାଇକି ହ୍ୱାଟ୍ସଆପରେ ଷ୍ଟାଟସ ଦେବାଟା ହେଲା ଆମ ଭକ୍ତି। ରିଲିଜିୟସ ଗୁରୁ, ଆମଠୁ ଅଧିକା ରେପିଷ୍ଟ ରିଲିଜିୟସ ଗୁରୁ ଯାଇକି ସବୁ ଜେଲରେ ଅଛନ୍ତି, ମାନେ ସେମାନେ ଆମଠୁ ବି ଆହୁରି ଖତରନାକ। ତାପରେ ହେଲା ଟିଚର ଆଉ ବିବେକ। ଏବେ ଆମେ ଦେଖିବା ଟିଚର ଆଉ ବିବେକ ଭିତରେ ଲଢେଇଟା। ଆଗରୁ କଣ ହଉଥିଲା, ଟିଚର ମାନେ ଯେତେବେଳେ ଥିଲେ, ଟିଚର ମାନଙ୍କୁ ସ୍ପନ୍ସର କରୁଥିଲେ କୋଉମାନେ, ପିଲାମାନେ। ଆଉ ଗୁରୁକୁଲରେ ପାଠ ପଢୁଥିଲେ, ତେଣୁ ଟିଚର ମାନଙ୍କର ଗୋଟେ ରେସ୍ପନ୍ସିବିଲିଟି ଥିଲା, ଗୋଟେ ଶିଷ୍ୟର ସେ ଓଭରଅଲ ଡେଭଲପମେଣ୍ଟ କରୁଥିଲେ। ଏବେ ସେଇ ସ୍ପନ୍ସରସିପଟା ତାଙ୍କୁ ସାଲାରୀଟା କିଏ ଦଉଛି,
गवर्नमेंट ता भितर पिला माने पाठ पढुछंती तेणु एबे ए टीचर मानु कंट्रोल करिया दायित्व कहार गवर्नमेंट रो एबे वर्तमान जमाना जो टीचर होउछंती फास्ट देखो आमे जेतो फास्ट पाठ पढुछन 10th क्लास जो मान टिके भलो पले साइंस आउ टिके जो माने टिके ताकू कम भलो पले आर्ट्स हो कि कॉमर्स हो तापर पुणी फिल्टर होउछंती कि आईआईटी पाई होउछ कि नीट पाई होउछ ताटू फिल्टर होई कि +3 करूछ एबे +3 पर पुणी पिला फिल्टर होई कॉम्पिटिटिव पे प्रिपेयर होउछंती ताटू पुणी पिला फिल्टर होई कि जाई कि लेक्चरशिप करछन नेट जेआर क्वालीफाई करछन आउ ए पिला एई पट लाइन काहे क्या सुनांती काहे ना ए लाइन ता बहुत लंबा लाइन है एकरे बहुत समय दरकार प्लस एटी जॉब भी नहीं जॉब नहीं कौन पे गवर्नमेंट ही जानी कहीं जॉब नहीं अन्य सेक्टर जॉब अच्छी किंतु लंबा लाइन जो माने अल्प रास्ता जाउछन ब्रेन खर्च करिक सेमान पाखरे जॉब अच्छी किंतु जो माने बहुत लंबा माने मसल पावर तयारी होला ना तुम तांको पाखरे चाकरी नहीं एबे देखो एबे जेतले जदि भी किए चाकरी करी गला गोटे गोटे पटे देखो एजुकेशन इंस्टीट्यूट गोटे हला स्कूल आ गोटे एजुकेशन इंस्टीट्यूट हला कॉलेज एबे स्कूल ले को माने पढुचंती छोट छुआ माने एठी बड़ छुआ माने स्कूल ले बहुत सारा रेस्ट्रिक्शन स्कूल ले दंडमुक्त अंचल लेखा हबो टीचर माने यूनिफॉर्म पिला मानकर यूनिफॉर्म तमे जाई कि कोन इलेक्शन ड्यूटी करिवो सब ड्यूटी तमे करिवो किंतु कॉलेज रे किछि रेस्ट्रिक्शन नै केवल पिला माने तमे जीवो कोन यूनिफॉर्म पिंदी की काहे की रेस्ट्रिक्शन नै काहे ना 18 प्लस ना राजनीति तो एडी चलिवो ना स्टूडेंट राजनीति ता तुम से भीतर केमी इंटरफेयर करेंगे तुम इंटरफेयर करूना एबे जेतले इंटरफेयर न होउची तेणु ऑब्वियसली मनमानी को माने करिवे आइदर स्टूडेंट माने करंतु किबा टीचर माने मनमानी करंतु अल्टीमेटली दी जन भीतर यदि सिंक्रोनाइजेशन न रहिबो हाम्पर कोन हो हम एजुकेशन सिस्टम ही हाम्पर हो एजुकेशन सिस्टम हाम्पर हेले कहार बुझिबो ह्यूमन रिसोर्स ही जीवो ह्यूमन रिसोर्स कोन अल्टीमेटली हम सोसाइटी रे जीवो गवर्नमेंट रो भी जीवो तेणु एटा कंप्लीट रेस्पोंसिबिलिटी गवर्नमेंट रो जे गोटे इंस्टीट्यूशन को केमिति से कंट्रोल करिवो प्लस आम मान भीतर भी से विवेक था दरकार आम भी सेल्फ रिलेसन करें 18 प्लस माचर ही कॉलेज भीतर जाती तेणु आम मैंने भी से कंट्रोल करिया दरकार एबे ता भितर आम जदि देखिबा रेस्पोंसिबिलिटी हिसाब से गवर्नमेंट तो अटमोस्ट रेस्पोंसिबिलिटी बाकी पेरेंट्स मान को एतिकी अनुरोध आम जो छोट छुआ था 10th क्लास पर्यंत आम दशम जे पर्यंत रही था आम कौटी ट्यूशन जावा कौन खाइले संध्या घर को फेलु ना नहीं तो गोड़ केमी छिड़ा सबुथ क्वेश्चन कराला कहीं छोट छुआ थे 10th पर आम पेरेंट्स मैंने कौन भाई बहुत बड़ हो गले तेणु से क्वेश्चन करते तेणु आमको एक्सेस फ्रीडम दिखती तेणु यही एक्सेस फ्रीडम भर आम के बाट छड़ा हो जाती बाट छड़ा होगी मतलब नुहे खराब बाट को जाती आम भितर जो खराब जिन थाए भी आम एक्सप्रेस करपारती तेणु पेरेंट्स मान बास ये अनुरोध तुम जेपर्यंत गोटे पिला बड़ तुम के डिसाइड कर गोटे पिला तुम आगे बड़ होगा बोली से +3 पढ़ु +2 पढ़ु जहाँ भी पढ़ु जेपर्यंत 10th क्लास पर्यंत तुम जमी केयर नौ जमी क्वेश्चन करुल एबे भी सेमिति केयर न सेमिति क्वेश्चन कर जदि भी लाइफ रे कार किछि गोटे प्रॉब्लम हेलान से तुम सहित एटलीस्ट शेयर करि परिबो आउ का सहित शेयर करू कि न करू आ तमे आज गोटे पेरेंट्स हिसाब से प्रॉब्लम तुम सॉल्व करि परिबो जणे के आत्महत्या पाखु केबे भी जीवनी जदि ता पाखरे ता पेरेंट्स माने बैरियर हेगी थिबे काहे टोटल ए सर्कल भीतर फास्ट जनकर भूल टाको जण धोइबो पेरेंट्स तापर एबे जीवा आम निजर देखो आम एबे केते व्हाट्सएप ग्रुप अच्छी केते व्हाट्सएप ग्रुप भीतर एटलीस्ट आम गोटे यूनियन रख ना कि यूनियन ले इलेक्शन करिया पई एटलीस्ट सांग पिला भीतर गोटे यूनियन रखिकी सांग पिला भीतर एतिक तो शेयर करो का भीतर किए को टीचर का हैरान करूछंती कि स्कूल भीतर एडमिनिस्ट्रेशन ठीक ठाक चालुनी गोटे पिला जो प्रिंसिपल कंप्लेन कला आ पांचटा पिला बस्ती रूम रे आमे काहे जिम बोली सेमितले प्रिंसिपल काहे सुनिबे टोटल टा डेमोक्रेसी गणतंत्र मेजोरिटी रे चले आज जो प्रॉब्लम ता तुमको लागू तुम पे प्रॉब्लम ना काली सेटा तुम पे प्रॉब्लम हे पारे तेणु पिला माने भी पीसफुली गोटे यूनियन हेकी जदि भी को टीचर मान थ्रू कि निज पिला माने भी टीचर मान जब हैरान करछ बस एई जिंसटा निज निज भीतर सॉर्ट आउट करो टोटल सोसाइटी रे समस्त स्वार्थपर ना गवर्नमेंट देखियो ना केही देखिए बस निज काम निज करी बस निज करी कि बस बंची जही बस एती कहियार हिथिला बस धन्यवाद।